ସରିତା ଜଣେ ସାଧାରଣ ଝିଅ। କଳା ରଙ୍ଗ ଏବଂ ଚେହେରାରେ କୌଣସି ଚମକ ନଥିବାରୁ ଛୋଟବେଳୁ ସେ ସମାଜର ଟାହିଟାପରା ଶୁଣି ଆସିଛି। ତାର ସୁନ୍ଦର ଭଉଣୀମାନଙ୍କ ମଧ୍ୟରୁ ସେ ନିଜକୁ ସବୁବେଳେ ହୀନମାନ୍ୟତା ମଧ୍ୟରେ ହିଁ ପାଇଛି। ପାଠ ପଢ଼ାରେ ସେ ବହୁତ ଭଲ ଥିଲା, କିନ୍ତୁ କନ୍ୟା ଦେଖାବେଳେ ସମସ୍ତେ ତା ରୂପ ଦେଖି ପ୍ରତ୍ୟାଖ୍ୟାନ କରି ଚାଲି ଯାଉଥିଲେ। ସରିତା ଜାଣିଥିଲା ଯେ ତାର ବାପା ମା ତାରକୁ ଅନ୍ୟ ସୁନ୍ଦର ଭଉଣୀମାନଙ୍କ ଠାରୁ ବି ବେଶୀ ଭଲ ପାଉଥିଲେ। ସେ ସବୁବେଳେ ଭାବୁଥିଲା, ମୁଁ ଏତେ ଅସୁନ୍ଦର ହୋଇ ମଧ୍ୟ ବାପା ମା ମୋତେ ଏତେ କାହିଁକି ପାଗଳ ଭଳି ଭଲ ପାଉଛନ୍ତି। କିନ୍ତୁ ଏହି ଅତ୍ୟଧିକ ଭଲ ପାଇବା ପଛରେ ଏକ ହୃଦୟ ବିଦାରକ କାହାଣୀ ଥିଲା। ସରିତା ପ୍ରକୃତରେ ଜନ୍ମରୁ ଅସୁନ୍ଦର ନଥିଲା। ଯେତେବେଳେ ସେ ମାତ୍ର 3 ବର୍ଷର ହୋଇଥିଲା, ତାଙ୍କ ଘରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସେହି ନିଆଁରୁ ସରିତାକୁ ବଞ୍ଚାଇବାକୁ ଯାଇ ତାର ବାପା ମା ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। କିନ୍ତୁ ସେହି ଦୁର୍ଘଟଣାରେ ସରିତାର ଶରୀର ଏବଂ ମୁହଁର କିଛି ଅଂଶ ପୋଡ଼ି ଯାଇଥିଲା। ସରିତାର ବାପା ମା ନିଜକୁ ଏଥିପାଇଁ ଦାୟୀ ମନେ କରୁଥିଲେ। ସେମାନେ ଭାବୁଥିଲେ ଯେ ଆମର ଅବହେଳା ଯୋଗୁଁ ସେମାନଙ୍କର ଫୁଲ ଭଳି ଝିଅଟିର ରୂପ ବିଗିଡ଼ିଗଲା। ସେଥିପାଇଁ ସେମାନେ ତାକୁ ଦୁନିଆର ସବୁ ଖୁସି ଦେବାକୁ ଚାହୁଁଥିଲେ। ସରିତା ଯେତେବେଳେ ବଡ଼ ହେଲା, ସେଦିନ ଘରର ଏକ ପୁରୁଣା ଆଲମାରିରୁ କିଛି କାଗଜପତ୍ର ପାଇଲା। ସେ ଜାଣିବାକୁ ପାଇଲା ଯେ ସେହି ବାପା ମାଙ୍କର ସେ ଝିଅ ନୁହେଁ। ସରିତା ପ୍ରକୃତରେ ଜଣେ ବ୍ୟବସାୟୀଙ୍କର ଝିଅ ଥିଲା, ଯାହାଙ୍କୁ ତାଙ୍କର ବର୍ତ୍ତମାନର ବାପା ଏକ ଦୁର୍ଘଟଣାରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେହି ଦୁର୍ଘଟଣାରେ ସରିତାର ଅସଲ ବାପା ମା ଆଖି ବୁଜି ଦେଇଥିଲେ। ସରିତାକୁ ଏହି ଗରିବ ଦମ୍ପତି ନିଜ ଝିଅ ଭାବେ ଗ୍ରହଣ କରିଥିଲେ। ତାର ରୂପ ପୋଡ଼ି ଯାଇଥିଲେ ମଧ୍ୟ ସେମାନେ ତାକୁ କେବେ ବି ପର କରିନଥିଲେ। ବାହାଘର ପାଇଁ ସରିତାର ବାପା 20 ଲକ୍ଷ ଟଙ୍କା ରଖିଥିଲେ। ସେଇଟା ସେମାନଙ୍କର ସଞ୍ଚିତ ଟଙ୍କା ନଥିଲା। ସରିତାର ଅସଲ ବାପାଙ୍କର ଏକ ଉଇଲ୍ ଥିଲା, ଯେଉଁଥିରେ ଲେଖା ଥିଲା ଯେ ସରିତାର ବାହାଘର ବେଳେ ଏକ ବଡ଼ ଅଙ୍କର ଟଙ୍କା ତାକୁ ମିଳିବ। ସରିତାର ବର୍ତ୍ତମାନ ବାପା ଭାବୁଥିଲେ ଯେ ସେ ଟଙ୍କା ଲୋଭରେ ହେଉ ପଛେ ଯିଏ ସରିତାକୁ ବାହା ହେବ ତାକୁ ସେ ଖୁସିରେ ରଖିଲେ ସରିତାର ଜୀବନ ସଜାଡ଼ି ହୋଇଯିବ। ଅନେକ ପ୍ରଚେଷ୍ଟା ପରେ ଅଧିକ ଯୌତୁକର ପ୍ରତିଶ୍ରୁତି ଦେଇ ସରିତାର ବାପା ମା ତାର ବାହାଘର ଆକାଶ ସହିତ ସ୍ଥିର କଲେ। ଆକାଶ ଜଣେ ଦେଖିବାକୁ ସୁନ୍ଦର ଏବଂ ସହରର ଏକ ବଡ଼ କମ୍ପାନୀରେ କାମ କରୁଥିବା ଯୁବକ। ସରିତା ଭାବୁଥିଲା ବୋଧହୁଏ ତାର ଦୁଃଖର ଦିନ ଶେଷ ହେଲା, କିନ୍ତୁ ସେ ଜାଣିନଥିଲା ଯେ ତାର ଯନ୍ତ୍ରଣାର ଏହା ଆରମ୍ଭ ମାତ୍ର। ବାହାଘର ସରିଲା। ସରିତା ଫୁଲ ସେଜ ଉପରେ ବସି ରହି ସାରା ଦୁନିଆର ଖୁସି ନିଜ ଆଖିରେ ସଜାଇଲା। ସେ ଭାବିଥିଲା ବୋଧହୁଏ ପିଲାଦିନର ସବୁ ଅବହେଳା ଆଜି ଶେଷ ହୋଇଯିବ। କିନ୍ତୁ ଆକାଶ ଯେତେବେଳେ ରୁମ୍ ଭିତରକୁ ଆସିଲା, ତା ହାତରେ ଥିଲା ଏକ ମଦ ବୋତଲ। ସେ ସରିତା ପାଖକୁ ଆସି ଆଦର କରିବା ପରିବର୍ତ୍ତେ ଜୋରରେ ତା ଗାଲକୁ ଚିପି ଧରିଲା। ଆକାଶ ଦାନ୍ତ କଡ଼ମଡ଼ କରି କହିଲା, ତୋ ମୁହଁ ଏମିତି ଅଛି ଯାକୁ ଦେଖିବାକୁ ବି ଇଚ୍ଛା ହେଉନାହିଁ। ଏହି ମୁହଁ ନେଇ ତୁ ମୋ ସେଜରେ କେମିତି ବସିଛୁ? ତୋର ଏହି କଳା ଚେହେରା ଦେଖିଲେ ମୋତେ ବାନ୍ତି ଲାଗୁଛି। ସରିତା ଯନ୍ତ୍ରଣାରେ ଚିତ୍କାର କରିବାକୁ ଚେଷ୍ଟା କଲା, କିନ୍ତୁ ଆକାଶ ତାର ପାଟିକୁ ଚାପି ଧରିଲା। ଆକାଶ କହିଲା, ଚୁପ୍ କର। ପାଟି କରିବୁ ଯଦି ଏଇଠି କଚାଡ଼ି ଫୋପାଡ଼ି ଦେବି। ତୋ ବାପା 20 ଲକ୍ଷ ଟଙ୍କା ଦେଇ ତୋ ପରି ଏକ ଅଦରକାରୀ ବସ୍ତୁକୁ ମୋ ମୁଣ୍ଡରେ ଲଦି ଦେଇଛନ୍ତି। କିନ୍ତୁ ତୁ ମନେ ରଖ, ମୁଁ କେବଳ ଟଙ୍କା ପାଇଁ ତୋତେ ଆଣିଛି। ମୋ ପାଇଁ ତୁ ଏହି ଘରର ଏକ ଅଇଁଠା ବାସନ ଠାରୁ ଅଧିକା କିଛି ନୁହେଁ। ସେହି ରାତିରେ ଆକାଶ ନିଜର ସବୁ ରାଗ ସରିତା ଉପରେ ଶାରୀରିକ ଭାବରେ ସୁଝାଇଲା। ସେ ସରିତାର ନୂଆ ଶାଢ଼ୀଟିକୁ ଝିଙ୍କି ପକାଇଲା ଏବଂ ତାକୁ ସେହି ଫୁଲ ସେଜରୁ ତଳକୁ ଧକ୍କା ଦେଇ ଫୋପାଡ଼ି ଦେଲା। ଆକାଶ କହିଲା, ତୋର ଶୋଇବା ଜାଗା ସେହି ତଳେ। ଏହି ଫୁଲ ସେଜ କେବଳ ମୁଁ ଯାକୁ ଭଲ ପାଉଛି ମୋନା ପାଇଁ, ତୋ ପରି ଜଣେ କୁତ୍ସିତ ଝିଅ ପାଇଁ ନୁହଁ। ସରିତା ତଳେ ପଡ଼ି କାନ୍ଦୁଥିଲା। ତାର ଶରୀର ଯନ୍ତ୍ରଣାରେ ଥରୁଥିଲା, କିନ୍ତୁ ଆକାଶ ସେତିକିରେ ଅଟକି ନଥିଲା। ସେ ନିଜ ଫୋନରେ ମୋନାକୁ ଭିଡ଼ିଓ କଲ୍ କଲା ଏବଂ ତଳେ କାନ୍ଦୁଥିବା ସରିତାକୁ ଦେଖାଇ ହସିବାକୁ ଲାଗିଲା। ଆକାଶ ମୋନାକୁ କହିଲା, ଦେଖ ମୋନା, ମୋ ବାପା ମୋ ପାଇଁ କେମିତିକା ଚାକରାଣୀ ଆଣିଛନ୍ତି। ଏଇଟା ଏବେ ସାରା ରାତି ତଳେ ପଡ଼ି କାନ୍ଦିବ ଆଉ କାଲି ସକାଳ ଆମ ପାଇଁ ଚା ତିଆରି କରି ଆଣିବ। ମୋନା ଫୋନରେ ସେପଟୁ ହସି ହସି କହିଲା, ଆରେ ଆକାଶ,
ତାର ମୁହଁଟା ଟିକେ ପାଖରୁ ମୋତେ ଦେଖାଅ ନା, ମୁଁ ବି ତ ଦେଖେ ସେ କେତେ ଅସୁନ୍ଦର ଦେଖାଯାଉଛି। ଆକାଶ ସରିତାକୁ ଚୁଟିରେ ଧରି ଉଠାଇଲା ଏବଂ ଜୋର କରି ତାର କାନ୍ଦୁଥିବା ବିକୃତ ମୁହଁକୁ କ୍ୟାମେରା ଆଗରେ ଧରିଲା। ସରିତାର ଆତ୍ମସମ୍ମାନ ସେହି ରାତିରେ ହିଁ ରକ୍ତାକ୍ତ ହୋଇଯାଇଥିଲା। ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ଶାଶୁଘରର କେହି ବି ଜଣେ ସଦସ୍ୟ ତାକୁ ସାହାଯ୍ୟ କରିବାକୁ ଆସିଲେ ନାହିଁ। ବାହାରେ ଗୀତ ବାଜୁଥିଲା, କିନ୍ତୁ ରୁମ୍ ଭିତରେ ସରିତା ନିଜ ଜୀବନର ସବୁଠାରୁ ବଡ଼ ଶ୍ମଶାନ ଦେଖୁଥିଲା। ତାର ସବୁ ସ୍ୱପ୍ନ ସେହି ରାତିରେ ହିଁ ପାଉଁଶ ହୋଇଯାଇଥିଲା। ସରିତା ପାଇଁ ଶାଶୁଘର କୌଣସି ଯନ୍ତ୍ରଣାଶାଳାରୁ କମ୍ ନଥିଲା। ଆକାଶର ଘୃଣା ତ ଗୋଟିଏ ପଟେ ଥିଲା, କିନ୍ତୁ ଶାଶୁ ସୁଲୋଚନାଙ୍କର ଅକଥନୀୟ ନିର୍ଯାତନା ସରିତାର ଆତ୍ମାକୁ ପ୍ରତିଦିନ ଦଳି ମଚିକି ଦେଉଥିଲା। ସରିତାର ଶାଶୁ ସୁଲୋଚନା ସରିତାକୁ ମଣିଷ ବୋଲି ଗଣୁନଥିଲେ। ସରିତା ସକାଳ 4ଟାରୁ ଉଠି ଘରର ସବୁ କାମ କରୁଥିଲା, କିନ୍ତୁ ତାକୁ ଖାଇବାକୁ ମିଳେ ସମସ୍ତେ ଖାଇସାରିବା ପରେ ବଞ୍ଚିଥିବା ସେହି ଅଇଁଠା ଖାଦ୍ୟ। ଦିନେ ଯଦି ତରକାରୀରେ ଶେଷ ହୋଇଯାଏ, ସୁଲୋଚନା ତାକୁ ଶୁଖିଲା ଭାତରେ ପାଣି ମିଶାଇ ଖାଇବାକୁ ଦିଏ। ତୋ ପରି କଳା ମୁହଁକୁ ଭଲ ଖାଦ୍ୟ ଶୋଭା ପାଏନି। ଏଇ ଅଇଁଠା ତୋ ପାଇଁ ଅମୃତ, କାରଣ ତୋ ବାପା ଆମ ମୁଣ୍ଡରେ ଗୋଟେ ଅଳିଆ ଗଦା ଲଦି ଦେଇଛି। ସୁଲୋଚନାଙ୍କ ରାଗ କେବଳ କଥାରେ ସୀମିତ ନଥିଲା। ଦିନେ ସରିତା ବାସନ ମାଜୁଥିବା ବେଳେ ଗୋଟିଏ କାଚ ଗ୍ଲାସ୍ ହାତରୁ ଭାଙ୍ଗିଗଲା। ସୁଲୋଚନା ଦୌଡ଼ି ଆସି ସରିତାର ଚୁଟି ଧରି ଚଟାଣରେ ଘୋଷାରିଲେ। ତାପରେ ଗରମ ଚିମୁଟା ଆଣି ସରିତାର ହାତରେ ଛିଙ୍କା ମାରିଦେଲେ। ସରିତା ଯନ୍ତ୍ରଣାରେ ଚିତ୍କାର କରୁଥିଲା, କିନ୍ତୁ ସୁଲୋଚନା ତାଙ୍କ ପାଟିରେ କନା ଗୁଞ୍ଜିଦେଲେ, ଯେମିତି କେହି ବାହାର ଲୋକ ଶୁଣିପାରିବେ ନାହିଁ। ବାହାଘରର କିଛି ମାସ ପରେ ଯେତେବେଳେ ସରିତା ଜାଣିବାକୁ ପାଇଲା ଯେ ସେ ମା ହେବାକୁ ଯାଉଛନ୍ତି, ସେ ଭାବିଲା ହୁଏତ ଏହି ଶିଶୁଟି ତାର ଜୀବନ ବଦଳାଇ ଦେବ। କିନ୍ତୁ ସୁଲୋଚନା ଏହା ଶୁଣିବା ମାତ୍ରେ ଚିତ୍କାର କରି ଉଠିଲା। ସେ କହିଲା, ତୋ ପରି କୁରୂପା ଝିଅର ଛୁଆ ବି କୁରୂପା ହିଁ ହବ। ଆମ ବଂଶରେ ଏମିତି କଳା କୁଷ୍ଠିତ ଛୁଆର ଦରକାର ନାହିଁ। ସେହି ରାତିରେ ସୁଲୋଚନା ଆକାଶ ସହିତ ମିଶି ସରିତାର ଖାଦ୍ୟରେ ଗର୍ଭପାତର ଔଷଧ ମିଶାଇଦେଲା। ରାତି ଅଧରେ ସରିତା ଭୟଙ୍କର ପେଟ ଯନ୍ତ୍ରଣାରେ ଛଟପଟ ହେଲା। ସେ ନେହୁରା ହୋଇ ଡାକ୍ତରଖାନା ଯିବାକୁ କହିଲା, କିନ୍ତୁ ଆକାଶ ଓ ସୁଲୋଚନା ରୁମ୍ ବାହାରୁ କବାଟ ବନ୍ଦ କରିଦେଲେ। ସରିତା ସାରା ରାତି ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ି ରହିଲା। ସେହି ରାତିରେ ସେ କେବଳ ତାର ସନ୍ତାନକୁ ହରାଇଲା ନାହିଁ, ବରଂ ସେହି ପରିବାର ପ୍ରତି ଥିବା ତାର ସବୁ ସମ୍ପର୍କ ଶେଷ ହୋଇଗଲା। ଏସବୁ ଭିତରେ ସରିତାକୁ ସବୁଠୁ ବେଶୀ କଷ୍ଟ ଦିଏ ଆକାଶର ବ୍ୟବହାର। ଆକାଶ ଘରକୁ ଆସିବା ମାତ୍ରେ ସରିତା ତା ପାଇଁ ପାଣି ଗ୍ଲାସ୍ ନେଇ ଆସେ, କିନ୍ତୁ ଆକାଶ ତାକୁ ଫୋପାଡ଼ି ଦିଏ। ଦିନେ ରାତିରେ ସରିତା ଶୋଇବାକୁ ଚେଷ୍ଟା କରୁଥିବା ବେଳେ ଆକାଶ ପାଖରେ ବସି ମୋନା ସହ ଭିଡ଼ିଓ କଲ୍ କରୁଥିଲେ। ସରିତା ପାଖରେ ଥାଇ ମଧ୍ୟ ସେ ମୋନାକୁ କହୁଥିଲା, ଜାଣିଛ ମୋନା, ମୁଁ ଏହି କଳା ପେଚେଟାକୁ ଦେଖିଲା ବେଳକୁ ମୋତେ ଯେମିତି ଘୃଣା ଲାଗୁଛି। ଆକୁ ଦେଖିଲେ ମୋତେ ବାନ୍ତି ଆସୁଛି। ତମେ କେତେ ସୁନ୍ଦର। ମୁଁ ସବୁବେଳେ ତୁମର ଆଉ ଆମର ବାହାଘରର ସ୍ୱପ୍ନ ଦେଖେ। ତମ ସାଙ୍ଗରେ ଘର କରି ମୁଁ ଖୁସିରେ ରହିଛି, ଆଉ ଇଏ ହବ ଆମ ଘରର ଚାକରାଣୀ, ଆମର ସବୁ କାମ ଦାମ କରିବ। ତମେ ଶୀଘ୍ର ଆସ ମୋନା। କିଛି ଦିନ ପରେ ଆକାଶ ସବୁ ସୀମା ପାର କରିଦେଲା। ସେ ମୋନାକୁ ଘରକୁ ନେଇ ଆସିଲା ଏବଂ ନିଜ ଶୋଇବା ଘରେ ତାକୁ ରଖିଲା। ସରିତାକୁ ଆଦେଶ ଦେଲା, ଆଜିଠୁ ମୋନା ଏଇଠି ରହିବ। ତୁ ବାହାରେ ବାରଣ୍ଡାରେ ଶୋଇବୁ, ଆଉ ଆମ ଦୁହିଁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବୁ। ସରିତା ଯେତେବେଳେ ସେମାନଙ୍କ ପାଇଁ ଖାଦ୍ୟ ନେଇ ରୁମ୍ ଭିତରକୁ ଗଲା, ସେ ଦେଖିଲା ଆକାଶ ଓ ମୋନା ଅତି ନିକଟତର ହୋଇ ବସିଛନ୍ତି। ମୋନା ସରିତାକୁ ଦେଖି ବ୍ୟଙ୍ଗ କରି କହିଲା, ଆକାଶ, ତୁମ ସ୍ତ୍ରୀକୁ ଦେଖିଲେ ମୋତେ ଭାରି ଭୟ ଲାଗୁଛି। ଏମିତି ଅସୁନ୍ଦର ମଣିଷ ପାଖରେ ତୁମେ ଏତେ ଦିନ କେମିତି ରହିଲ? ୟାକୁ କୁହ ମୋର ଗୋଡ଼ ଘଷିଦେବ, ମୋର ବହୁତ କଷ୍ଟ ହେଉଛି। ଆକାଶ ହସି ହସି ସରିତାକୁ ଧକ୍କା ଦେଇ କହିଲା, ଶୁଣିଲୁ ତ, ଯା ମୋନାର ଗୋଡ଼ ଘଷିଦେ, ନହେଲେ ଆଜି ରାତିରେ ତୋତେ ଖାଇବାକୁ ମିଳିବ ନାହିଁ। ସରିତାର ସହିବାର ଶକ୍ତି ସରି ଆସୁଥିଲା। ସେଦିନ ରାତିରେ ଆକାଶ ମୋନା ସହ ଖୁସି ଖୁସି ହୋଇ ଘରୁ ବାହାରକୁ ବୁଲିବାକୁ ଚାଲିଗଲା। ଯିବାବେଳେ ସରିତାକୁ କହିଗଲା, ଆଜି ରାତିରେ ମୁଁ ଫେରିବିନି। ତୁ ଚାହିଁଲେ ଏ ରସିରେ ଝୁଲି ପଡ଼ି ମରିଯିବୁ। ତୁ ମଲେ ବି ମୋର କିଛି ଯାଏ ଆସେ ନାହିଁ। ଶାଶୁଙ୍କର ଗାଳି ଏବଂ ଆକାଶର ଏହି ନିଷ୍ଠୁର କଥା ସରିତାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ସେ ରୋଷେଇ ଘରୁ କିରୋସିନ ଡବାଟେ ଧରି ଆଣିଲା। ନିଜ ଦେହରେ ଢାଳିବାକୁ ଯାଉଥିବା ବେଳେ ହଠାତ୍ ଅଇନାରେ ତାର ନିଜ ମୁହଁକୁ ଦେଖାଗଲା। ଲୁହରେ ଭିଜି ଯାଇଥିବା ସେହି ଆଖି ଦୁଇଟି ଯେମିତି ନିଜକୁ ପଚାରିଲା, ତୁ କାହିଁକି ମରିବୁ? ତୁ କ'ଣ ଚୋରି କରିଛୁ ନା କାହାର ପାପ କରିଛୁ? ପାପ ତ ସେମାନେ କରୁଛନ୍ତି,
ତେବେ ତୁ କାହିଁକି ନିଜକୁ ଶେଷ କରିବୁ? ସରିତା ନିଜ ହାତରୁ କିରୋସିନ ଡବାଟି ଫୋପାଡ଼ି ଦେଲା। ସେ ମରିବା ପରିବର୍ତ୍ତେ ଜାଳିବାକୁ ନିଷ୍ପତ୍ତି ନେଲା, କିନ୍ତୁ ନିଆଁରେ ନୁହେଁ, ପ୍ରତିଶୋଧ ଏବଂ ସଫଳତାର ଜ୍ୱାଳାରେ। ସେହି ମୁହୂର୍ତ୍ତରେ ସେ ବୁଝିଗଲା ଯେ ଏହି ନର୍କରୁ ବାହାରିବାକୁ ହେଲେ ତାକୁ ନିଜେ ହିଁ ପଥ ପ୍ରଦର୍ଶନ ହେବାକୁ ପଡ଼ିବ। ସେ ଚୁପଚାପ ସେଠାରୁ ବାହାରି ଆସିଲା ଏବଂ ନିଜର ସବୁ ସାର୍ଟିଫିକେଟ୍ ଓ ଅଳ୍ପ କିଛି ଟଙ୍କା ଧରି ରାତି ଅଧରେ ହିଁ ସେ ଘରୁ ଛାଡ଼ି ଚାଲିଗଲା। ସରିତା ସହରକୁ ଯାଇ ଏକ ଛୋଟ ଚାକିରି ଖୋଜିଲା। ସେ ନିଜର ରୂପ ଉପରେ ନୁହଁ, ନିଜର ଦକ୍ଷତା ଉପରେ ଧ୍ୟାନ ଦେଲା। 3 ବର୍ଷ ପରେ ସରିତା ଏବେ ଜଣେ ସଫଳ ବ୍ୟବସାୟୀ। ଅନ୍ୟପଟେ ଆକାଶର ଅବସ୍ଥା କ'ଣ ହେଲା ଆସନ୍ତୁ ଜାଣିବା। ସରିତା ଘରୁ ବାହାରି ଯିବା ପରେ ଆକାଶ ଭାବିଥିଲା ଯେ ସେ ସ୍ୱାଧୀନ ହୋଇଗଲା, କିନ୍ତୁ ପ୍ରକୃତରେ ସରିତା ହିଁ ସେହି ଘରର ଲକ୍ଷ୍ମୀ ଥିଲା, ଯାହାର ପାଦ ପଡ଼ିବା ଦିନଠାରୁ ଆକାଶର ଉନ୍ନତି ହେଉଥିଲା। ସରିତା ଯିବାର କିଛି ମାସ ପରେ ଆକାଶର ଅଫିସରେ ବଡ଼ ଧରଣର ଆର୍ଥିକ ହେରଫେର ଧରାପଡ଼ିଲା। ମୋନା, ଯେ କେବଳ ଆକାଶର ପଇସାକୁ ଭଲ ପାଉଥିଲା, ସେ ଜାଣିବାକୁ ପାଇଲା ଯେ ଆକାଶର ଚାକିରି ଯିବାକୁ ବସିଛି ଏବଂ ତାର ସବୁ ସମ୍ପତ୍ତି ବ୍ୟାଙ୍କ ଜବତ କରିନେବ। ଦିନେ ରାତିରେ ମୋନା ଆକାଶର ସବୁ ନଗଦ ଟଙ୍କା ଏବଂ ସୁନା ଗହଣା ଧରି ଚମ୍ପଟ ମାରିଲା। ଆକାଶ ଯେତେବେଳେ ତାକୁ ଖୋଜିବାକୁ ଚେଷ୍ଟା କଲା, ସେ ଜାଣିବାକୁ ପାଇଲା ଯେ ମୋନା ଆଗରୁ ହିଁ ବିବାହିତ ଥିଲା ଏବଂ ସେ କେବଳ ଆକାଶକୁ ଲୁଟିବା ପାଇଁ ଏହି ପ୍ରେମର ନାଟକ କରୁଥିଲା। 3 ବର୍ଷ ବିତିଯାଇଛି। ସରିତା ଏବେ ଏକ ବଡ଼ ଫ୍ୟାଶନ ଆଣ୍ଡ କସ୍ମେଟିକ୍ ବ୍ରାଣ୍ଡର ମାଲିକାଣୀ। ସେ ନିଜର ଏକ NGO ମଧ୍ୟ ଖୋଲିଛି, ଯେଉଁଠି ସେ ଅସୁନ୍ଦର କୁହାଯାଉଥିବା ଏବଂ ପରିତ୍ୟକ୍ତ ନାରୀମାନଙ୍କୁ ଆତ୍ମନିର୍ଭରଶୀଳ କରୁଛି। ତାର ବ୍ୟକ୍ତିତ୍ୱ ଏବେ ଏତେ ଶକ୍ତିଶାଳୀ ଥିଲା ଯେ ତାର ରୂପ ନୁହେଁ, ତାର ଗୁଣର ଚମକ ଦୁନିଆରେ ଆଲୋକିତ ଥିଲା। ଦିନେ ଆକାଶ ରାସ୍ତାରେ ଭିକାରୀ ଭଳି ବୁଲୁଥିବା ବେଳେ ସରିତାର ଗାଡ଼ି ଆଗକୁ ଚାଲି ଆସିଲା। ଗାଡ଼ିରୁ ଓହ୍ଲାଇଲା ଜଣେ ଆତ୍ମବିଶ୍ୱାସୀ ଏବଂ ସମ୍ଭ୍ରାନ୍ତ ନାରୀ, ସରିତା। ଆକାଶ ତାକୁ ଚିହ୍ନିପାରି ଆଶ୍ଚର୍ଯ୍ୟ ହୋଇଗଲା। ଆକାଶ କାନ୍ଦି କାନ୍ଦି କହିଲା, ସରିତା, ମୋତେ କ୍ଷମା କରିଦିଅ। ମୁଁ ସେହି ମୋନା ପାଇଁ ତୁମ ଭଳି ଦେବୀଙ୍କୁ ହରାଇଲି। ମୋ ପାଖରେ ଏବେ କିଛି ନାହିଁ। ମୋତେ ପୁଣି ଥରେ ଆପଣାଇ ନିଅ। ସରିତା ତାକୁ ଦେଖି ଘୃଣା କଲା ନାହିଁ, ବରଂ ତା ଆଖିରୁ କେବଳ ଦୟା ଥିଲା। ସେ ନିଜ ପର୍ସରୁ କିଛି ଟଙ୍କା ବାହାର କରି ଆକାଶ ହାତରେ ରଖିଲା। ସରିତା ଧୀର କଣ୍ଠରେ କହିଲା, ଏହି ଟଙ୍କା ରଖ ଆକାଶ। ଦିନେ ତୁମେ ମୋତେ 20 ଲକ୍ଷ ଟଙ୍କାର ଯୌତୁକ ପାଇଁ କିଣିଥିଲ ଏବଂ ଚାକରାଣୀ କରି ରଖିଥିଲ। ଆଜି ମୁଁ ତୁମକୁ ଏହି କିଛି ଟଙ୍କା ଦାନ କରୁଛି, କିନ୍ତୁ ମନେ ରଖ, ମୁଁ ସେଦିନ ଅସୁନ୍ଦର ନଥିଲି। ଅସୁନ୍ଦର ଥିଲା ତୁମର ଚିନ୍ତାଧାରା। ତୁମ ସହିତ ରହିବା ତ ଦୂରର କଥା, ତୁମ ପରି ମଣିଷର ଛାଇ ମଧ୍ୟ ମୋ ଉପରେ ପଡ଼ୁ ମୁଁ ଚାହୁଁନାହିଁ। ସରିତା ଗାଡ଼ିରେ ବସି ଚାଲିଗଲା। ଆକାଶ ସେହି ରାସ୍ତା କଡ଼ରେ ଠିଆ ହୋଇ ନିଜ ଭାଗ୍ୟକୁ ଆଦରି କାନ୍ଦିବାକୁ ଲାଗିଲା। ସେଦିନ ସେ ବୁଝିଲା ଯେ ଚେହେରାର ସୌନ୍ଦର୍ଯ୍ୟ କିଛି ଦିନର, କିନ୍ତୁ ଆତ୍ମାର ସୌନ୍ଦର୍ଯ୍ୟ ଅମର। ସରିତା ଆଜି କେବଳ ସଫଳ ନୁହେଁ, ସେ ହଜାର ହଜାର ନାରୀଙ୍କ ପାଇଁ ଗୋଟିଏ ପ୍ରେରଣା। ସେ ପ୍ରମାଣ କରିଦେଲା ଯେ ଯଦି ନିଜ ଉପରେ ବିଶ୍ୱାସ ଥାଏ, ତେବେ ଦୁନିଆର କୌଣସି ଅପମାନ ମଣିଷକୁ ରୋକିପାରିବ ନାହିଁ। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜୟ ଜଗନ୍ନାଥ।